ରାସ୍ତା ପାଇଁ କଲବଲ ହେଉଛନ୍ତି ଅଞ୍ଚଳବାସୀ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲଡ଼ା ବ୍ଲକର ଲଣ୍ଡାଙ୍ଗା ପଞ୍ଚାୟତରେ। ଲଣ୍ଡାଙ୍ଗା କାର୍ଯ୍ୟାଳୟ ଠାରୁ କର୍ଣ୍ଣିବେଡ଼ା ସର୍ଗିପଡ଼ା ଏପରି ପାଖାପାଖି 3000ରୁ ଉର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଯେତେବେଳେ ବର୍ଷା ଆସେ, ବର୍ଷା ଦିନ ଆସେ, ଲୋକମାନେ ଯିବା ଆସିବା ନିମନ୍ତେ ଅନେକ କଷ୍ଟ ଅନୁଭବ କରନ୍ତି। ଯଦି ଆପଣମାନେ ଦେଖିବା, ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଲୋକ ଯିବା ଆସିବା କରନ୍ତି। ନିଜର କାର୍ଯ୍ୟ ନେଇ ପଞ୍ଚାୟତକୁ ଯାଆନ୍ତି, ବ୍ଲକକୁ ଯାଆନ୍ତି। କିନ୍ତୁ ଦୁଃଖର ବିଷୟ, ଅନେକ ଥର ସ୍ଥାନୀୟ ପ୍ରଶାସନକୁ ନିବେଦନ କଲେ ମଧ୍ୟ ଫଳ ଶୂନ୍ୟ ଅଟେ। ତେବେ ଆସନ୍ତୁ, ଆମମାନେ ଆଜି ସେହି ସ୍ଥାନକୁ ପହଞ୍ଚିଛୁ ଏବଂ ଆମମାନେ ଅଞ୍ଚଳର କିଛି ଲୋକଙ୍କ ସହିତ କଥାବାର୍ତ୍ତା କରିବା। ମୁଁ ଆପଣମାନେ ଏହି ଅଞ୍ଚଳରେ ଅନେକ ବର୍ଷ ହେଲାଣି ରହିଛନ୍ତି। ଏହା ଏକ ସର୍ବପୁରାତନ ଗ୍ରାମ ଅଟେ। ଏହି ଅଞ୍ଚଳରେ ପାଖାପାଖି 300 ପରିବାରରୁ ଉର୍ଦ୍ଧ୍ୱ ଲୋକମାନେ ବସବାସ କରନ୍ତି। ପ୍ରତିଦିନ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି। ଯେତେବେଳେ ବର୍ଷା ଦିନ ଆସେ, ତେବେ ଆପଣମାନେ କିପରି ଯିବା ଆସିବା କରୁଛନ୍ତି? ଆମେ ଏଇ ରାସ୍ତାରେ ଯିବା ପାଇଁ ବହୁତ ଅସୁବିଧା ହେଉଛୁ ସାର୍। ଏଇ ପଞ୍ଚାୟତକୁ ଯିବା ପାଇଁ ହେଲେ ଆଜ୍ଞା ଆମକୁ ଦିନକୁ 3 ଥର 4 ଥର ଯିବାକୁ ପଡ଼େ। କାହିଁକିନା ପଞ୍ଚାୟତରେ ଚାଉଳ, ତେଲ, ଡାଲି, କିରୋସିନି, ବାଲିଗୁଡ଼ା ଯିବୁ ବସ୍କୁ। ବହୁତ ମାନେ ପଞ୍ଚାୟତକୁ ଆମେ ନ ଗଲେ ଆଜ୍ଞା ଦିନକୁ 3 ଥର 4 ଥର ଆମେ ଚଳିପାରିବୁନୁ। ଯେକୌଣସି ଆମ୍ବୁଲାନ୍ସ, ଡକ୍ଟରଖାନା, ବହୁତ ଗୁଡ଼ିଏ କାମ ଧରିକି ଆମେ ଆଜ୍ଞା ଘରୁ ବାହାରିଲୁ ମାନେ ଲଣ୍ଡାଙ୍ଗ ଯିବୁ। କିନ୍ତୁ ଏହି ରାସ୍ତାରେ ନ ଗଲେ ଚଳିବୁନି ସାର୍। ତ ସେ ଜିନିଷକୁ ଦେଖିଲେ ଆମେ ବହୁତ ଥର ଆମ ପ୍ରଶାସନକୁ, ବିଡ଼ିଓଙ୍କୁ ଅନୁରୋଧ କରିଛୁ, କିନ୍ତୁ ଆମ କଥା ଏବେ ବର୍ତ୍ତମାନ ବିଫଳ। ଆପଣମାନେ ଯେମିତି ଶୁଣୁଥିଲେ, ଗ୍ରାମର ଜଣେ ବ୍ୟକ୍ତି ତାଙ୍କର ଦୁଃଖକୁ ବଖାଣୁଥିଲେ ତାଙ୍କର ଆମମାନଙ୍କର କ୍ୟାମେରା ସାମ୍ନାରେ। ଅନେକ ଥର ପ୍ରଶାସନକୁ ଅନୁରୋଧ କରିଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଶାସନ ତାଙ୍କର ଦୁଃଖ ଶୁଣିନାହାନ୍ତି। ଆମମାନଙ୍କ ମଧ୍ୟରେ ଜଣେ ଯୁବକ ଭାଇ ଅଛନ୍ତି। ଏପଟେ ସ୍କୁଲ ଅଛି, ଏପଟେ ଅଙ୍ଗନବାଡ଼ି ଅଛି। ଏହି ରାସ୍ତା କାଦୁଅ ପଚ ପଚ, ବିପଦ ସଂକୁଳ ଅବସ୍ଥାରେ ପିଲାମାନେ ଚାଲି ଚାଲି ସ୍କୁଲକୁ ଯାଆନ୍ତି। ଅନେକ ସମୟରେ ଦୁର୍ଘଟଣା ହେବାର ମଧ୍ୟ ସମ୍ଭାବନା ଅଛି। ତେବେ ଭାଇଙ୍କୁ ପଚାରି ବୁଝିବା, ଯେତେବେଳେ ପିଲାମାନେ ସ୍କୁଲକୁ ଯାଆନ୍ତି, ଯେତେବେଳେ ପିଲା ଅଙ୍ଗନବାଡ଼ିକୁ ଯାଆନ୍ତି, ଶିକ୍ଷକମାନେ ଶିକ୍ଷୟିତ୍ରୀମାନେ ଏହି ରାସ୍ତା ଦେଇ ଯାଆନ୍ତି, ସେମାନେ କିପରିକା ଅସୁବିଧାର ସମ୍ମୁଖୀନ ହୁଅନ୍ତି? ଏ ରାସ୍ତାରେ ପିଲାମାନେ ପଢ଼ି ଯାଉଛନ୍ତି ଡେଲି ଆଜ୍ଞା, ବହୁତ ଅସୁବିଧା ହେଉଛି। ଗାଡ଼ି ମଟର କିଛି ଆସୁନାହିଁ, ଯିବା ଅସୁବିଧା କରିହେବ ନାହିଁ। ଏ ରାସ୍ତାଟିକୁ ଗଲେ ଆମେ ବହୁତ ଖୁସି ହବ। ପ୍ରତିଦିନ ପିଲାମାନେ ସ୍କୁଲ ଯିବା ଆସିବା କରନ୍ତି, କିନ୍ତୁ ରାସ୍ତା ଯେତେବେଳେ ବର୍ଷା ଦିନ ଆସେ, ପଛ ପଛ ରାସ୍ତାରେ ଅନେକ ପିଲାମାନେ ଯିବା ଆସିବା ନିମନ୍ତେ ବାଧା ସୃଷ୍ଟି ହୁଏ। ତେବେ ଆମମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ମହାଶୟ ଅଛନ୍ତି। ଆମେ ତାହାଙ୍କୁ ପଚାରି ବୁଝିବା ଯେ ବିକାଶ କେତେ ହେଇଛି ଏବଂ ଆଜି ପର୍ଯ୍ୟନ୍ତ ଏହି ରାସ୍ତା କାହିଁକି ମରାମତି ହେଲାନି, କାହିଁକି ଗୋଟେ ପକ୍କା ସଡ଼କ ତିଆରି ହେଇପାରିଲାନି। ଆଜ୍ଞା, ଯେତେବେଳେ ଏହି ରାସ୍ତା ବର୍ଷା ଦିନ ଆସେ, ଅନେକ କଷ୍ଟ ଲୋକମାନେ ଅନୁଭବ କରନ୍ତି। ଅନେକ ସମୟରେ ମଧ୍ୟ ଆପଣଙ୍କ ନିକଟକୁ ମଧ୍ୟ ସେମାନେ ଅଭିଯୋଗ ନେଇକି ଆସନ୍ତି। ତେବେ ଗ୍ରାମର ଅଞ୍ଚଳ ଲୋକମାନଙ୍କ ନିମନ୍ତେ ଆପଣ ସେମାନଙ୍କ ପାଇଁ କ'ଣ ପଦକ୍ଷେପ ଗ୍ରହଣ କରିଛନ୍ତି? ମୁଁ ହେଉଛି ଲଣ୍ଡାଙ୍ଗା ଗ୍ରାମ ପଞ୍ଚାୟତର ସରପଞ୍ଚ। ମୋ ନାଁ ହେଉଛି ତୁଳସୀ ଝାଙ୍କର। ମୋ ଗାଁ ହେଉଛି, ଘରଟା ହେଉଛି କର୍ଣ୍ଣିବେଡ଼ା। କର୍ଣ୍ଣିବେଡ଼ା ହାଇସ୍କୁଲ ଛକରୁ ମାନେ କର୍ଣ୍ଣିବେଡ଼ା, ସର୍ଗିପଡ଼ା, ଗୁଡ଼ିପଡ଼ା, ବାଞ୍ଜିପଡ଼ା, କଣ୍ଟାପଡ଼ା ଦେଇକରି ରାସ୍ତା ବହୁତ ଥର ମୁଁ ଲେଖିକରି ଦେଲିଣି ଆର୍ଡ଼ିକୁ, ତାପରେ ବ୍ଲକରେ ବି ଦେଇଛି। ରାସ୍ତା ହେଇପାରୁନି, ସେଥିପାଇଁ ମୋର ଦୁଃଖିତ। ଆମର ଯେନ୍ 3000 ଏଭବ ଲୋକ ଅଛନ୍ତି, ସେ ଯାତାୟାତ କରିବା ପାଇଁ ସେମାନେ ଭାରି କଷ୍ଟ ହେଉଛି। ମେଡ଼ିକାଲ ଯିବା ପାଇଁ, କି ପଞ୍ଚାୟତକେ ଯିବା ପାଇଁ, କି ମାର୍କେଟିଂ ଯିବା ପାଇଁ। এই ପ୍ରକାର ମୁଁ ବହୁତ ଥର ଲେଖିକରି ଜଣାଇଛନ୍ତି, ଅଭିଯୋଗ କରିଛି। ତାପରେ ଏମିତି ନ୍ୟୁଜ୍ରେ ଗତ ବର୍ଷ 2 ଥର ଦିଆହେଲାଣି, ମାନେ ସରକାର କିଛି ଶୁଣୁନାହାନ୍ତି। ଆପଣମାନେ ଯେମିତି ଶୁଣୁଥିଲେ, ସ୍ଥାନୀୟ ଜନପ୍ରତିନିଧି ସେ ମଧ୍ୟ ନିଜର ଦୁଃଖ କହୁଥିଲେ। ଅନେକ ଥର ସରକାରଙ୍କୁ ସେ ଅଭିଯୋଗ କରିଛନ୍ତି, କିନ୍ତୁ ଆଜି ତାଙ୍କର ଅଭିଯୋଗ ଦୃଷ୍ଟି ଆଳୁଆଳ ମଧ୍ୟରେ ରହିଯାଇଛି। ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ସ୍ଥାନୀୟ ପ୍ରଶାସନ କେତେ ଗୁରୁତ୍ୱ ଦେଉଛନ୍ତି ଏ ଲଣ୍ଡାଙ୍ଗାର କର୍ଣ୍ଣିବେଡ଼ା ରାସ୍ତାକୁ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଲଣ୍ଡାଙ୍ଗାରୁ ସନ୍ଦୀପ କୁମାର ନାୟକ, ବଡ଼ ଖବର।